ସରୋଜ ନାୟକ ମେମୋରିଆଲ ଏକ ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏଥିରେ ଢେଙ୍କାନାଳ ହୋଇଛି ଚମ୍ପିଆନ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆରପଟା ସ୍ଥିତ ବିଜୁବାବୁ ଷ୍ଟାଡିୟମରେ ଏକ ଦିବସୀୟ ଅନ୍ତର୍ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି। ଏହି ସରୋଜ ନାୟକ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ବଢ଼େଇ, ମୟୂରଭଞ୍ଜ ଜିଲ୍ଲା ସବ୍ କଲେକ୍ଟର ସୁଶାନ୍ତ ବାରିକ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଏହି ଅନ୍ତର୍ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ 8ଟି ଦଳ କଳିଙ୍ଗ ସ୍ପୋର୍ଟିଂ ଢେଙ୍କାନାଳ ସ୍ପୋର୍ଟସ ହଷ୍ଟେଲ ବାରିପଦା, ରକଷ୍ଟାର 17, କଟକ ଡାଇମଣ୍ଡ ଏଫ୍ସି ଖୋର୍ଦ୍ଧା, ଖଡ଼ଗପୁର ଏଫ୍ସି ୱେଷ୍ଟ ବେଙ୍ଗଲ, ଭବାନୀପୁର ଏଫ୍ସି କଲିକତା, ସୁପ୍ରିମ ଏଫ୍ସି ପାରାଦୀପ ପ୍ରମୁଖ ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ ପପୁଲାର କ୍ଲବ ଢେଙ୍କାନାଳ ସ୍ପୋର୍ଟସ ହଷ୍ଟେଲ ବାରିପଦା ମଧ୍ୟରେ ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ କରିନଥିଲେ। ପେନାଲ୍ଟି ସଟ୍ରେ ଢେଙ୍କାନାଳ 3-2ରେ ବାରିପଦାକୁ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଏନେଇ ଏକ ପୁରସ୍କାର ବିତରଣୀ ଉତ୍ସବକୁ ଉଦଳା ବିଧାୟକ ସୀତାନାଥ ସୋରେନଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପ୍ରାକ୍ତନ ସାଂସଦ ବିଶେଶ୍ୱର ଟୁଡୁ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ଅମର ଶତପଥୀ, ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଢେଙ୍କାନାଳ ଦଳକୁ ରନର୍ସ ଅଫ୍ ବାରିପଦା ପୁରସ୍କାର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ବିଧାୟକ ସନାତନ ବିଜୁଳି, ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ହାସଦା, ପ୍ରାକ୍ତନ ସାଂସଦ ନବଚରଣ ମାଝୀ, ସଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତରାୟ ସିଙ୍ଗାର, ପ୍ରାକ୍ତନ ବିଧାୟକ ପ୍ରମୀଳ ମଲ୍ଲିକ, ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର, ପ୍ରାକ୍ତନ ବିଧାୟକ ସୋମ ଦାସ, ପ୍ରାକ୍ତନ ବିଧାୟକ ସୁକାନ୍ତ କୁମାର ନାୟକ, ପ୍ରାକ୍ତନ ବିଧାୟକ ସୁଧାଂଶୁ ପରିଡ଼ା, ପ୍ରାକ୍ତନ ବିଧାୟକ ପ୍ରମିଳା ଗିରି, ନରେନ୍ଦ୍ର କୁମାରୀ, ବିଡିଓ ଓ ଜିବି ନଗର ପୃଥ୍ୱୀରାଜ ପରିଡ଼ା, ତହସିଲଦାର ଓମ ପ୍ରକାଶ ମହାନ୍ତି, ତହସିଲଦାର ବଡ଼ସାହି କରୁଣାକର ଦିଣ୍ଡା, ବିଓ ଅଭିମନ୍ୟୁ ସେଠୀ, ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଏଡିଇ ଶଶିଧର ସିଂ, ଓଡ଼ିଶା ସରକାର ସ୍ୱତନ୍ତ୍ର ସମ୍ପାଦକ ବ୍ରଜଗୋପାଳ ଆଚାର୍ଯ୍ୟ, ଡେପୁଟି କମିଶନର ସିଟି ଏବଂ ଡିଏସ୍ପି ସିଦ୍ଧାନାଥ ହାଁସଦା, ପ୍ରାକ୍ତନ ଏସ୍ପି ସ୍ପେଶାଲ ବ୍ରାଞ୍ଚ କାହ୍ନୁ ମହାପାତ୍ର, ପ୍ରାକ୍ତନ ଏସ୍ପି କ୍ରାଇମବ୍ରାଞ୍ଚ ଅନିଲ ଦାସ, ବାରିପଦା ମ୍ୟୁନିସିପାଲିଟି ଅଧ୍ୟକ୍ଷ କୃଷ୍ଣନନ୍ଦ ମହାନ୍ତି, ଓଡ଼ିଶା ସରକାରଙ୍କ ପ୍ରାକ୍ତନ ସ୍ୱତନ୍ତ୍ର ସମ୍ପାଦକ ଶିବପ୍ରସାଦ ସିଂ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ 1962 ମସିହାରୁ ଏହି ସରୋଜ ନାୟକ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଆସୁଥିବାରୁ କମିଟିର ସଦସ୍ୟ ଓ ନାୟକ ପରିବାରଙ୍କୁ ପ୍ରଶଂସା କରିଥିଲେ। ରାସଗୋବିନ୍ଦପୁରରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।